तुम कथबार्ता सुरभि हाँ ताहेले तमे मो परिचय शुणा चाहूच? हाँ हाँ निश्चय निश्चय कहबी मु मो परिचय। रूपति रूप मधुरी गो सुना सुन मोहरा परिचय। मुटे राजतनय सुरभि मन ध्यान देखी शुणब। रूपसी रूप मधुरी गो सुना सुन मोरा परिचय। रूपसी रूप मधुरी गो सुना सुन मोरा परिचय। मुटे राजतनय स्वर्णगढ़ बोली नर जान तहिरे मो पितार जान। स्वर्णगढ़ बोली नर जान तहिरे मो पितार जान। मुटे राजतनय मुटे राजतनय आहा मुटे राजतनय। रूपसी मन ध्यान दे शुणुच ना? भानु प्रताप मो पिता सोन प्रभा मो पूज्य जननी। नाहती आउ मो माता सान मा कोले बड़ी भानु प्रताप मो पिता सोन प्रभा मो पूज्य जननी। नाहती आउ मो माता सान मा कोले बड़ी नाम मोर तुझ कंद राजा कर तुझ। शुणुच ना? रूपसी रूप माधुरी गो सुना सुन मोर परिचय। रूपसी रूप माधुरी गो सुना सुन मोर परिचय। मुटे राजतनय मुटे राजतनय आहा मुटे राजतनय। रूपसी राजा भानु प्रताप मो पियर स्वर्गत स्वर्ण प्रभा मो जननी मते जन्म दे मो मार पारी को चली गले। पिला बेलु सान मां को लालन पालन रे मु छोटरू बड़ हेली। आ टिकी आगु जे तुमको झमेला करथिला से होची मो सान भाई
ଚନ୍ଦ୍ରକାନ୍ତ ଦିଗ୍ବିଜୟ ଯାତ୍ରା ଅଭିମୁଖେ ଆମେ ଗମନ କରିବୁ ଭାବିଥିଲୁ, କିନ୍ତୁ କିନ୍ତୁ ତା ପୂର୍ବରୁ ମା ମଙ୍ଗଳାଙ୍କ ମନ୍ଦିର ଯାଇ ଦର୍ଶନ କରିବାର ଥିଲା। ସତରେ? କିନ୍ତୁ ଏଠି ଆସି ଯାହା ଦେଖିଲି ସବୁ ଓଲଟ ପାଲଟ ହେଇଯାଇଛି। ତାହେଲେ ଠିକ ଅଛି ରୂପସୀ, ମୁଁ ଆସୁଛି ଏଥର। ମୁଁ ଯାଉଛି ମୁଁ ମୋ ଗନ୍ତବ୍ୟ ପଥରେ। ଟିକେ ଶୁଣିବେ। କଣ କହିବ? ହଁ, କହିବାକୁ ତ ଅନେକ କିଛି ଅଛି, ହେଲେ ମୁଁ କେମିତି କହିବି କିଛି ବୁଝିପାରୁନି। ମାନେ ମାନେ ତମେ ଜମାରୁ ଖରାପ ଭାବିବନି ତ? ଆରେ ଏଥିରେ ଖରାପ ଭାବିବାରେ କଣ ଅଛି? ଯାହା କହିବ ଶୀଘ୍ର କୁହ। ତାହେଲେ କହିବି। ହଁ କୁହ। ସତରେ କହିବି? ଆରେ ହଁ ବାବା କୁହ। କହିବି ନା? ଏ ହଁ। ଯାହା ବି କହିବ ନା ଶୀଘ୍ର କୁହ। ନା। ତମେ ନା ତୁମକୁ ମତେ ମୁଁ ଆରେ କଣ କହିବ ଶୀଘ୍ର କୁହ। ମୁଁ ତୁମକୁ ଭଲ ପାଇ ସାରିଛି। ଏ ହଁ। ତମର ବୋଧେ ମୁଣ୍ଡ ଦୋଷ ଅଛି ନା କଣ? କଣ କହିଲା? ଚିହ୍ନା ନାହିଁ କି ଜଣା ନାହିଁ, ଦେଖା ନାହିଁ କି ସାକ୍ଷାତ ନାହିଁ, କହୁ କହୁ କହିଦେଲ କଣ ନା ମୁଁ ତୁମକୁ ଭଲ ପାଏ। ହଁ ପରା। ସୁରଭି ହଁ। ଦେଖ, ବେଲେ ବେଲେ ମଣିଷ ଜୀବନରେ ଏମିତି ଏକ ସମୟ ଆସି ଠିଆ ହୁଏ ଯାହାକି ମଣିଷ ଆଗ ପଛ କିଛି ନ ବିଚାରି ନିଷ୍ପତ୍ତିଟା ନେଇଥାଏ। ଆଉ ତରବରରେ ନେଇଥିବା ନିଷ୍ପତ୍ତିଟା ମଣିଷର ଭବିଷ୍ୟତକୁ ଓଲଟ ପାଲଟ କରିଦିଏ। ସତରେ? ହଁ ସୁରଭି। ସୁରଭି ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। ମୋ ମନ ଆକାଶେ ଇନ୍ଦ୍ରଧନୁ। ସାତ ରଙ୍ଗ ସାତେ ଆଣି ବୁଣିଲ ପିଠିରେ। ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। ମୋ ମନ ଆକାଶେ ତୁମେ ମୋ ଇନ୍ଦ୍ରଧନୁ। ଏମିତି ରାଗି ଯାଉଛ କାହିଁକି? ତମେ ଗୋଟେ ପାଗିଳି। ମୁଁ ପାଗିଲି? ଆରେ ହଁ, ମୁଁ ତୁମ ପ୍ରେମରେ ପାଗିଲି ହୋଇଯାଇଛି। ପ୍ରଥମ ଦେଖାରେ ମୁଁ ଭଲ ପାଇଅଛି, ତୁମକୁ ଦେଖି ମୁଁ ଭୁଲିଲି ସବୁ କିଛି। ସଜା ଫୁଟା ଫୁଲ ମୁଁ ତୁମେ ମୋ ଭମର, ଆଜି
ସତରେ ମୁଁ ତୁମକୁ ବହୁତ ଭଲ ପାଏ ଆଉ ନା ମୁଁ ତୁମକୁ ବିବାହ କରିବାକୁ ଚାହେଁ। ତମେ ପୁଣି ମତେ ହଁ। ବିବାହ କରିବାକୁ? ହଁ ହଁ ସୁରଭି, କୁହ ନା। ବିବାହ ହେଉଛି ମଣିଷ ଜୀବନର ଏକ ଅମୃତମୟ ସମୟ। ହଁ ସାଥୀର ଜୀବନ ସାଥୀ ହବା ଇଏ କ'ଣ ସାଧାରଣ କଥା? ଆଚ୍ଛା, କହିବ କି ଥରେ ଏମିତି କ'ଣ ଦେଖିଲ ମୋ ଭିତରେ ଯେ ତମେ ମତେ ଭଲ ପାଇବା ପାଇଁ ନିଷ୍ପତ୍ତି ନେଇଗଲ? ଏଇ ମୁଁ ତୁମ ଭିତରେ ନା ବଳିଷ୍ଠ ଦାମିକତା ଦେଖିପାରିଛି। ଆଚ୍ଛା, ହଁ ଆଉ ତୁମ ପାଖରେ ମାନବିକତା ମଧ୍ୟ ଦେଖିପାରିଛି। ଆରେ ହଁ ତ। ଆଉ ମୁଁ ଯାହା ଭାବୁଥିଲି ତୁମ ପାଖରେ ଠିକ ସବୁ ଅଛି। ଆଉ ପୁଣି ଆଉ ଆଉ ପୁଣି ମୁଁ ତୁମକୁ ଭଲ ପାଇ ବସିଛି। ଏ ସୁରଭି, ଏତିକିରେ କ'ଣ ପତି ନିର୍ବାଚନ କରାଯାଏ? ହଁ ଇଏ ହଁ। ସତରେ ମୋତେ ଭଲ ପାଉନି। ଆରେ ନା ନା, ଜମା ନୁହଁ। ଏଇ କାହିଁକି ଏମିତି ବାହାନା କରୁଛ ମା? ସତରେ ଭଲ ପାଉନି। ନାଇଁ ସୁରଭି, ରସିକା ରସ ଶେଖର ବାହାନା ଆଉ ନ କର। ରସିକା ରସ ଶେଖର ବାହାନା ଆଉ ନ କର। ରସିକା ରସ ଶେଖର ବାହାନା ଆଉ ନ କର। କହିଦିଅ ଥରେ ତୁମ ହୃଦୟ ଖୋଲି, ତମେ ମୋତେ ଏତେ ଭଲ ପାଉଛ। କୁହବି ତୁମ ନାୟିକା, ତୁମେ ହୃଦୟରେ ନାୟକ ମୋର। ରସିକା ରସ ଶେଖର ବାହାନା ଆଉ ନ କର। ଏ ଇଏ କ'ଣ? କ'ଣ ମାନେ ମୁଁ ତୁମକୁ ଭଲ ପାଉଛି। ଭଲ ନା? ଏ ସତରେ ମୁଁ ତୁମକୁ ବହୁତ ଭଲ ପାଏ। ଶୁଣିଛ, କୁହ। ଆଉ ମୁଁ ତୁମକୁ ବିବାହ କରିବାକୁ ଚାହେଁ। ଏ ସୁରଭି, ହଁ ପୁଣି ସେ ବିବାହ କଥା? ଶୁଣିଛ, ପ୍ରଥମ ଦେଖାରେ ଚୋରି କରୁଛ ମୋତେ। ମୁଁ ଆଉ ମୁଠାରେ ନାଇଁ ଭାବୁଛ କେତେ। ମୋ ମନ ବୃନ୍ଦାବନରେ ଲଗାଇ ନିଆଁ। ଭାବିଛ କି ଏଠାରେ ମାରିବ ନିଆଁ। କୁହ କହିଦିଅ ହେ କରିନିଅ ମୋତେ ନିଜର। ରସିକା ରସ ଶେଖର ବାହାନା ଆଉ ନ କର। ରସିକା ରସ ଶେଖର ବାହାନା ଆଉ ନ କର।
ରାଗି ଯାଉଛ କାହିଁକି? এইটা পুଣି ପ୍ରେମ। ହଁ ମୁଁ ଜଣେ ଝିଅ ପିଲା ହେଇକି ଏତେ କଥା କହିପାରୁଛି, ତମେ ଜଣେ ପୁଅ ପିଲା ହେଇକି ମଧ୍ୟ କାହିଁକି କିଛି କହୁନ ଯେ? ସୁରଭି କହିବି? କୁହ ନା। ଏ ସୁରଭି, ହଁ ଯେବେଠୁ ମୁଁ ବି ତମକୁ ଦେଖିଛି ନା, ହୁଁ ସେବେଠୁ ମୁଁ ବି ତମକୁ ତମେ ବି ମତେ ଭଲ ପାଉଛି। ଭଲ ପାଉଛ? ହେଲେ ପୁଣି କ'ଣ? ସୁରଭି, ହଁ ମୋ ଉପରେ ମୋ ପିତାମାତା ଅଛନ୍ତି, ଆଉ ପୁଅଟିଏ ଜନ୍ମ ଦେଇ ଏ ଦୁନିଆର ସବୁ ପିତାମାତା ବହୁତ ସ୍ୱପ୍ନ ଦେଖିଥାନ୍ତି ତାଙ୍କ ପୁଅ ବଡ଼ ହବ, ବଡ଼ ହେଇ କିଛିଟା ଭଲ କାମ କରିବ, ଆଉ ତାଙ୍କ ମନ ଲାଖି ସୁନା ନାଖି ବୋହୂଟିଏ ଘରକୁ ଆଣିବ। ସେଥିପାଇଁ ସୁରଭି, ମୁଁ ଯାହା ବି ନିଷ୍ପତ୍ତି ନେବି ମୋ ପିତାମାତାଙ୍କୁ ବୁଝିଲା ପରେ। ହେଲେ ମୁଁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବି। ହେଲେ ଏବେ ତ ମତେ କହିଦିଅ ତୁମେ ମତେ କେତେ ଭଲ ପାଅ। କହିବି? ହଁ ଏ ସୁରଭି, କୁହ ନା। ଆକାଶ ହଁ ବାଦଲକୁ ଯେତେ ଭଲ ପାଏ, ମେଘ ବରଷାକୁ ଯେତେ ଭଲ ପାଏ, ସତେ? ଆଉ କାହ୍ନା ରାଧାକୁ ଯେତେ ଭଲ ପାଏ, ହଁ ତାଠୁ ବି ଅଧିକ ମୁଁ ତମକୁ ଭଲ ପାଏ। ସତେ? ସେଇଥିପାଇଁ ତ
ଏ ସୁରଭି ତମେ ମଧ୍ୟ ମୋତେ ଭଲ ପାଉଛ? ହଁ ସୁରଭି ମୁଁ ବି ତୁମକୁ ବହୁତ ଭଲ ପାଉଛି। ହଁ ସୁରଭି ହେଲେ ଆମ ପ୍ରେମର ସାକ୍ଷୀ ଆମ ପ୍ରେମର ସାକ୍ଷୀ ହଁ ମାନେ ମାନେ ଏ ସୁରଭି ଆମ ପରିବାରରେ ଗୋଟିଏ ପରମ୍ପରା ଅଛି। ଆଚ୍ଛା ହଁ ହଁ ହେଲେ ଆମ ଜମିଦାର ପରମ୍ପରାକୁ ମାନିବାକୁ ପଡ଼ିବ। କଣ ଏଇ ପିଲା କୁହ ରୂପସୀ ଏ ହେଉଛି ଛୋଟିଆ ଉପହାର। ଛୋଟିଆ ଉପହାର ହଁ ଆଉ ଏ ଉପହାରଟା ହେଉଛି ଆମର ସାକ୍ଷୀ। ଜାଣିଲ ନା? ହଁ ସୁରଭି ଆଉ ଏ 7 ଜନ୍ମରୁ ମୋତେ ତମେ କେବେ କର ହଁ ସୁରଭି ଶୁଣୁଛ? କୁହ ସୁରଭି ହେଲେ କାହିଁକି କେଜାଣି ମୋତେ ଭାରି ଭୟ ଲାଗୁଛି। ଏ ସୁରଭି ତାହେଲେ ଏ ଉପହାରଟା ମୁଁ ତୁମ ହାତରେ ପିନ୍ଧେଇ ଦେଉଛି। ହଁ ସୁରଭି ସୁରଭି ଏ ଉପହାର ନା ଜନ୍ମ ଜନ୍ମ ପାଇଁ ରହିଥିବ। ଆଚ୍ଛା ହଁ ତମେ ତ ମତେ ଉପହାର ଦେଲ କିନ୍ତୁ ମୋ ପାଖରେ ତମକୁ ଦେବା ପାଇଁ କିଛି ବି ନାହିଁ। କିନ୍ତୁ ଏଥିରେ ବି ଅଛି କେବଳ ଏତିକି କହିବି କୁହ ନା? ଅଛି କେବଳ ମୁଁ ମୁଁ ସବୁଦିନ ପାଇଁ ମୁଁ ସତେ ହଁ ସୁରଭି ଏ ତାହେଲେ ଠିକ ଅଛି ସୁରଭି ମୋର ସମୟ ହେଇଯାଉଛି ମୁଁ ଆସୁଛି ଏଥର ଚାଲିଯିବ। ହଁ ହେଲେ ଚାଲିଯିବା ପୂର୍ବରୁ ନା ଗୋଟିଏ କଥା ଶୁଣି ରଖନ୍ତୁ। କୁହ ସୁରଭି ଏ ବୀର ଶୁଣିଛ? ହଁ ଆମେ ଆଜି ଯେଉଁ ସ୍ଥାନରେ ଭେଟି ରହିଛୁ ଆସନ୍ତା ମଙ୍ଗଳବାର ଦିନ ମଧ୍ୟ ଏ ମା ମଙ୍ଗଳା ମନ୍ଦିର ପାଖରେ ନିଶ୍ଚୟ ସାକ୍ଷାତ ହେବା। ଆରେ ହଁ ହଁ ନିଶ୍ଚୟ ଆସନ୍ତା ମଙ୍ଗଳବାର ଦିନ ମୁଁ ଏଇ ମା ମଙ୍ଗଳାଙ୍କ ମନ୍ଦିର ଆସିକି ତମ ସହିତ ଦେଖା କରିବି। ଠିକ ଅଛି ଠିକ ଅଛି ରୂପସୀ ତାହେଲେ ତୁମେ ଚାଲିଯିବ ନା? ହଁ ଯିବାକୁ ତ ପଡ଼ିବ ତାହେଲେ ଠିକ ଅଛି। ହଉ ରୂପସୀ ଆସୁଛି ମୁଁ